Good morning everyone. Welcome to daily learning. ଆଜି ଆମେ এই ଭିଡିଓରେ ଜିଓଗ୍ରାଫିର କିଛିଟା MCQ ଡିସ୍କସନ କରିବା। ଏଟା ହଉଛି ୟାର କ୍ଲାସ୍ ନମ୍ବର 4। ୟା ପୂର୍ବରୁ ମୁଁ ଅଲରେଡି କ୍ଲାସ୍ 3ଟା ଅପଲୋଡ କରିସାରିଛି, ଯାଇକି ଦେଖିନେବେ। ଆଉ ଯଦି ବିଏଡ୍ ପାଇଁ ପ୍ରିପେୟାର ହଉଛନ୍ତି ତାହେଲେ ଏଇ କ୍ଲାସଟି ବହୁତ ହେଲ୍ପଫୁଲ ହବ। ତ ଚାଲନ୍ତୁ ଫାର୍ଷ୍ଟ କ୍ୱେଶ୍ଚନ ଦେଖିବା କଣ ଅଛି। which of the following is a subsistence crop? ଏଙ୍କ ଭିତରୁ କୋଉଟା ଗୋଟେ subsistence crop? Subsistence ମାନେ କଣ ନା ଯୋଉଟା ଚାଷୀ ନିଜର ଘରର ଆବଶ୍ୟକତା ପୂରଣ କରିବା ପାଇଁ ଯୋଉ ଚାଷଟା କରିଥାଏ ସେଟାକୁ କୁହନ୍ତି subsistence crop। ଆଉ ଇଏ କଣ କରିଥାଏ ନା ଏଟାରେ କିଛିଟା ସେ ବିକ୍ରି ନ କରିକି ନିଜ ଘର ପାଇଁ ଯୋଉ ଉତ୍ପାଦନ କରିଥାଏ ସେଟାକୁ କୁହନ୍ତି subsistence crop। ଅପସନ ଅଛି ରାଇସ୍, କଟନ, ସୁଗର କେନ୍ ନା ଟି। ଏର ଠିକ ଉତ୍ତର କୋଉଟା ହବ ନା ଏଇ ରାଇସ୍। ଯୋଉ ଧାନ ଚାଷ କରନ୍ତି ପ୍ରାୟତଃ ଚାଷୀ ମାନେ କଣ କରନ୍ତି ନା ନିଜର ଯୋଉ ଘରର ଆବଶ୍ୟକତା ଅଛି ସେଇଟାକୁ ହିଁ ପୂରଣ କରିବା ପାଇଁ ବା ନିଜେ ଖାଇବା ପାଇଁ ହିଁ ସେ ଧାନ ଚାଷ କରିଥାନ୍ତି। ନେକ୍ସଟ କ୍ୱେଶ୍ଚନ ଦେଖିବା। ଦେଇଛି କଣ ଏଠି ନା subsistence crop is a food crop grown by farmer primarily for their own family। ତାଙ୍କ ନିଜ ଫ୍ୟାମିଲି ପାଇଁ ହିଁ ଏଇଟା ସେ ଗ୍ରୋ କରିଥାଏ। consumption with little or no surplus left to sell। this type of farming is often practiced on small land holding। ମାନେ ଏଟା କମ ଜମିରେ ହେଇଥାଏ ଆଉ ଅଳ୍ପ ପରିମାଣରେ ହେଇଥାଏ, ଯେମିତି ଚାଷୀ ତା ନିଜ ଫ୍ୟାମିଲି ପାଇଁ ହିଁ କରିଥାଏ। ଦେଇଛି କଣ ଟ୍ରାଡିସନାଲ ମେଥଡ ଆଉ produced enough food to meet basic need। ଆଉ ଏଠି କଣ ନା ଏଠି ଯୋଉ ଟ୍ରାଡିସନାଲ ଆମର ପାରମ୍ପରିକ ପଦ୍ଧତି ଅନୁଯାୟୀ ହିଁ ଏଠି ଚାଷ କରାଯାଇଥାଏ, ଯୋଉଟାରେ କି ସେ ତାର ନିଜ ମୌଳିକ ଆବଶ୍ୟକତାକୁ ହିଁ ପୂରଣ କରିଥାଏ। ଏଠି କିଛି ସେ ପ୍ରଫିଟ ଦେଖି ନଥାଏ। ଦେଇଛି ଏକ୍ସାମ୍ପଲ୍ସ ଅଫ ସବସିଷ୍ଟେନ୍ସ କ୍ରପ ଇନକ୍ଲୁଡ ଗ୍ରେନ୍ ଲାଇକ୍ ରାଇସ୍, ଯେମିତି ଧାନ ଚାଷ, ମେଜ୍ ମକା ଚାଷ, ଗହମ ଚାଷ, ଅଏଲ ସିଡ୍, ପଲ୍ସ, ଭେଜିଟେବୁଲ, ଇଏ ସବୁ କଣ ନା ନିଜ ଘରରେ କେମିତି ଆବଶ୍ୟକତା ପୂରଣ କରିବ ତାରି ପାଇଁ କରିଥାଏ। କୌଣସି ବିଜନେସ ପର୍ପଜରେ ଏଇ ସବସିଷ୍ଟେନ୍ସ କ୍ରପ ଟା ହେଇ ନଥାଏ। ତାହେଲେ ବୁଝି ହଉଛି ସବସିଷ୍ଟେନ୍ସ କ୍ରପ କହିଲେ କଣ ନା ଯୋଉଟାକୁ ଚାଷୀ ତାର ନିଜର ଘରର ଆବଶ୍ୟକତା ପୂରଣ କରିବା ପାଇଁ ହିଁ କରିଥାଏ, ସେଇଟା ହିଁ କୁହନ୍ତି ସବସିଷ୍ଟେନ୍ସ କ୍ରପ। ଏଠି ସେ କିଛି ପ୍ରଫିଟ କରେନି ବା କିଛି ସେଲ ମଧ୍ୟ କରି ନଥାଏ। ଆଉ ୟା ଭିତରେ ଯାଉଛନ୍ତି କିଏ ନା ରାଇସ୍, ମେଜ୍, ହ୍ୱିଟ୍ ଆଉ ଅଏଲ ସିଡ୍, ଭେଜିଟେବୁଲ, ପଲ୍ସ, ଇଏ ସବୁ ଯାଉଛନ୍ତି କୋଉଟାରେ ଏଇ ସବସିଷ୍ଟେନ୍ସ କ୍ରପ ରେ। ନେକ୍ସଟ କ୍ୱେଶ୍ଚନ ଦେଖିବା। which crop is known as the golden fiber? କୋଉ କ୍ରପ କୁ ଗୋଲ୍ଡେନ ଫାଇବର ବୋଲି କୁହାଯାଏ? ଅପସନ ଅଛି ଜୁଟ, କଟନ, ହ୍ୱିଟ୍ ନା ମେଜ୍। ୟାର ଠିକ ଉତ୍ତର କୋଉଟା ହବ ନା ଏଇ ଜୁଟ ବା ଝୋଟକୁ ହିଁ ଗୋଲ୍ଡେନ ଫାଇବର ବୋଲି କୁହାଯାଏ। କାହାକୁ? ଏଇ ଝୋଟକୁ ହିଁ ଗୋଲ୍ଡେନ ଫାଇବର ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା। ଯେ ସିଫ୍ଟିଂ କଲ୍ଟିଭେସନ ଇଜ ଅଲସୋ ନୋନ୍ ଆଜ୍। ଏଇ ସିଫ୍ଟିଂ କଲ୍ଟିଭେସନ ମାନେ କଣ? ସ୍ଥାନାନ୍ତରିତ କୃଷି। ଯେମିତି ଗୋଟେ ଜାଗାରେ ଚାଷ କଲେ, ଚାଷ କରି 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 ୟାର ଯେତେବେଳେ ଉର୍ବରତା ସରିଗଲା ତାହେଲେ ଆଉ ଗୋଟେ ଜାଗାରେ ଯାଇକି ଏଠି ଏମିତି ଚାଷ କଲେ, ଏଇଟାକୁ ହିଁ କୁହନ୍ତି ସ୍ଥାନାନ୍ତରିତ ଚାଷ। ଆଉ ଅପସନ ଅଛି କଣ ନା ପ୍ଲାଣ୍ଟେସନ ଫାର୍ମିଂ, ଝୁମ୍ କଲ୍ଟିଭେସନ, ମିକ୍ସଡ ଫାର୍ମିଂ ନା କମର୍ସିଆଲ ଫାର୍ମିଂ। ଏଇଟା କଣ କୁହାଯାଏ ନା ଏଇ ଝୁମ୍ ବୋଲି ମଧ୍ୟ ଏହାକୁ କୁହାଯାଏ। ଆଉ କଣ କୁହନ୍ତି ନା ଓଡିଶାରେ ପୋଡୁ ଚାଷ ବୋଲି କୁହାଯାଏ। ଜଙ୍ଗଲର ଗୋଟେ ଏରିଆକୁ ପୋଡି ଦେଇକି ସେଠି ଚାଷ କରିଦେବେ, ଆଉ ସେଠିର ଉର୍ବରତା ସରିଲେ ଆଉ ଗୋଟେ ଜାଗାକୁ ଯାଇକି କରିବେ। ତାହେଲେ ସିଫ୍ଟିଂ କଲ୍ଟିଭେସନ କୁ କଣ କୁହାଯାଏ ନା ଝୁମ୍ କୁହାଯାଏ। ଆଉ ଓଡିଶାରେ ପୋଡ ଚାଷ ବୋଲି କୁହାଯାଏ। ଆଉ କଣ କୁହାଯାଏ ନା ସ୍ଲାଶ ଏଣ୍ଡ ବର୍ନ ବି ଲେଖାଯାଇଥାଏ। ସେଣ୍ଟ୍ରାଲ ଆମେରିକାରେ ମିଲ୍ପା କୁହାଯାଏ ଏଇ ସିଫ୍ଟିଂ କଲ୍ଟିଭେସନ କୁ। ନେକ୍ସଟ କ୍ୱେଶ୍ଚନ ଦେଖିବା। which of the following is a commercial crop? କମର୍ସିଆଲ ମାନେ କଣ ନା ବାଣିଜ୍ୟ ଭିତ୍ତିକ। ଯୋଉ କ୍ରପ ଟାକୁ ଆମେ ବିଜନେସ ପର୍ପୋଜ ରେ ବା ବାଣିଜ୍ୟ କରିବା ପର୍ପୋଜ ରେ ଆମେ କରିଥାଉ ସେଟାକୁ କୁହନ୍ତି କମର୍ସିଆଲ। ଅପସନ ଅଛି ହ୍ୱିଟ୍, ରାଇସ୍, ଟି ନା ମେଜ୍। ତାହେଲେ ଏଇ ଯୋଉ ହ୍ୱିଟ୍, ରାଇସ୍, ମେଜ୍ ଏଇ ଆମେ ଅଳ୍ପ ସମୟ ପୂର୍ବରୁ ପଢିଲେ କି ଏଇଟା ସାଧାରଣତଃ କଣ କରାଯାଇଥାଏ ନା ସବସିଷ୍ଟେନ୍ସ କ୍ରପ ରେ ହିଁ ଏସବୁ କରାଯାଇଥାଏ। ତାହେଲେ କମର୍ସିଆଲ କ୍ରପ ରେ କିଏ ଯିବ ନା ଟି ହିଁ ଯିବ କମର୍ସିଆଲ କ୍ରପ ରେ। ନେକ୍ସଟ କ୍ୱେଶ୍ଚନ ଦେଖିବା। ଦେଇଛି କଣ ଏ କମର୍ସିଆଲ କ୍ରପ ଇଜ ଅଲସୋ ନୋନ୍ ଆଜ ଏ କ୍ୟାଶ କ୍ରପ is an agriculture product grown to be sold for profit। ଯାହାକୁ ଆମେ ଲାଭକୁ ରଖିକି ତାକୁ ବିକ୍ରି କରିଥାନ୍ତି। ଯେ ରାଦର ଦେନ୍ ଫର ଦ ପର୍ସନାଲ ୟୁଜ, ଏଟା ବେଶୀ ପର୍ସନାଲ ୟୁଜ କରାଯାଇ ନ ଯାଇ ଏଟା କଣ ନା ଲାଭ ଉଦ୍ଦେଶ୍ୟରେ ବା ବିକ୍ରି ଉଦ୍ଦେଶ୍ୟରେ ଏଇଟା ଚାଷ କରାଯାଇଥାଏ। ଏକ୍ସାମ୍ପଲ ହଉଛି କମର୍ସିଆଲ କ୍ରପ ରେ କିଏ ନା କଟନ, ଜୁଟ, ସୁଗର କେନ୍, ଟି, କଫି, ତବାକୋ ଏଣ୍ଡ ରବର। ଇଏ ସବୁ ହଉଛନ୍ତି କୋଉଟାର ନା ଏଇ କୋଉଟାରେ ନା କମର୍ସିଆଲ କ୍ରପ ର ସବୁ ଏକ୍ସାମ୍ପଲ ସବୁ ହଉଛନ୍ତି ଏଇଟା। ତାହେଲେ ଯୋଉଟା କଣ ନା ସବସିଷ୍ଟେନ୍ସ ଯୋଉ ଆମେ ଫାଷ୍ଟ ପଢିଥିଲେ ସବସିଷ୍ଟେନ୍ସ କ୍ରପ ମାନେ କଣ ଯୋଉଟା ଚାଷୀ ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ କରିଥାଏ। ଆଉ କମର୍ସିଆଲ କ୍ରପ ହଉଛି କଣ ନା ଯୋଉଟାକୁ ସେ ବିକ୍ରି ଉଦ୍ଦେଶ୍ୟରେ ହିଁ କରିଥାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି। କିଛି which type of farming uses modern machines and fertilizers? କୋଉ ଟାଇପ ର ଫାର୍ମିଂ ରେ କଣ କରାଯାଇଥାଏ ନା ଆମର ଯୋଉ ମଡର୍ନ ଟେକ୍ନୋଲୋଜି ଆଉ ହଉଛି
ମେସିନ୍ ସବୁ ବ୍ୟବହାର କରାଯାଇଥାଏ। ସବସିଷ୍ଟେନ୍ସ ଫାର୍ମିଂ, ପ୍ରିମିଟିଭ ଫାର୍ମିଂ ନା କମର୍ସିଆଲ ଫାର୍ମିଂ ନା ନୋମାଡିକ ହାର୍ଡିଂ। ଏଟା ଠିକ ଉତ୍ତର କୋଉଟା ହବ? ନାଇଁ କମର୍ସିଆଲ ଫାର୍ମିଂ। କମର୍ସିଆଲ ଫାର୍ମିଂ ମାନେ କଣ? ବାଣିଜ୍ୟ ଭିତ୍ତିକ କୃଷି। ସେଠି କଣ କରାଯାଇଥାଏ ନା ଯେହେତୁ ଏଟା ବିଜନେସ ପର୍ପଜରେ କରାଯାଏ, ଯେମିତି ଆମର ଅଧିକ କେମିତି ଉତ୍ପାଦନ ହବ ତା ଉପରେ ଲକ୍ଷ୍ୟ ରଖାଯାଏ। ତ ସେଥିପାଇଁ ଏଠି କଣ କରାଯାଏ ନା ମଡର୍ନ ମେସିନ୍ସ ଆଉ ଫର୍ଟିଲାଇଜର ସବୁ ବ୍ୟବହାର କରାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଦେଖି ହୁଇଚ୍ କଣ୍ଟ୍ରି ଇଜ ଦ ଲିଡିଂ ପ୍ରଡ୍ୟୁସର ଅଫ ରାଇସ୍। ଦେଖି ଏଙ୍କ ଭିତରୁ କୋଉ କଣ୍ଟ୍ରିରେ ଅଧିକ ପରିମାଣରେ ଧାନ ଚାଷ କରାଯାଏ? ଅପସନ ଅଛି ଇଣ୍ଡିଆ, ଚାଇନା, ୟୁଏସଏ ନା ବ୍ରାଜିଲ। ୟାର ଠିକ ଉତ୍ତର କୋଉଟା ହବ? ନା ଚାଇନାରେ ଅଧିକ ପରିମାଣରେ ହିଁ ଧାନ ଚାଷ କରାଯାଏ। ଯଦି ଆମେ କଣ୍ଟ୍ରି ଯୋଉ ଆମ ୱାର୍ଲଡ ୱାଇଜ ଦେଖିବା ତାହେଲେ ଚାଇନା ହଉଛି ସବୁଠୁ ଅଧିକ, ଆଉ ସେକେଣ୍ଡରେ ରହିବ ଇଣ୍ଡିଆ। ଇଣ୍ଡିଆର ସ୍ଥାନ କୋଉଠି? ନା ସେକେଣ୍ଡରେ, ଆଉ ଫାର୍ଷ୍ଟ ସ୍ଥାନ ହଉଛି ଚାଇନା। ଚାଇନାରେ ହିଁ ଅଧିକ ପରିମାଣରେ ଧାନ ଚାଷ କରାଯାଇଥାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଦେଖି ହୁଇଚ୍ କ୍ରପ୍ ଗ୍ରୋସ୍ ୱେଲ୍ ଇନ୍ ବ୍ଲାକ୍ ସଏଲ। ଦେଖି ବ୍ଲାକ୍ ସଏଲରେ କୋଉ କ୍ରପଟା କୋଉ ଚାଷଟା ଭଲ ଭାବରେ ହେଇଥାଏ? ଅପସନ ଅଛି କଟନ, ରାଇସ୍, ହ୍ୱିଟ୍ ନା ଟି। ୟାର ଠିକ ଉତ୍ତର କୋଉଟା ହବ? ନାଇଁ ବ୍ଲାକ୍ ସଏଲରେ କଟନଟା ହିଁ ଯୋଉ ଆମର କପା ଚାଷଟା ହିଁ ଭଲ ହେଇଥାଏ। ଆଉ ଏଇ ବ୍ଲାକ୍ ସଏଲକୁ ମଧ୍ୟ ଆଉ କଣ କୁହାଯାଏ? ନା କଟନ ସଏଲ ମଧ୍ୟ କୁହାଯାଏ। ଏଇ ବ୍ଲାକ୍ ସଏଲ କୁ ଆଉ କଣ କୁହାଯାଏ? କଟନ ସଏଲ କୁହାଯାଏ, ରେଗୁର ସଏଲ ବୋଲି ମଧ୍ୟ କୁହାଯାଏ। ତାହେଲେ ବ୍ଲାକ୍ ସଏଲ କୋଉଟା? ନାଇଁ କଟନ ଚାଷଟା ବେଶୀ ଭଲ ହେଇଥାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଦେଖୁ ହ୍ୱାଟ ଇଜ ଦ ମିକ୍ସଡ ଫାର୍ମିଂ। ଏଇ ମିକ୍ସ ଫାର୍ମିଂ କହିଲେ କଣ ବୁଝ? ମିକ୍ସ ମାନେ ମିଶ୍ରିତ, ମିଶିଯାଇଛି। ଦେଇଛି କଣ ଗ୍ରୋଇଂ କ୍ରପ୍ସ ଓନ୍ଲି, ଓନ୍ଲି କ୍ରପ୍ କରିବା ତ ଏଟା ମିକ୍ସ ହେଲାନି। ତାପରେ ଦେଇଛି ରେୟରିଂ ଏନିମାଲସ ଓନ୍ଲି, କେବଳ ପଶୁ ପାଳନ କରିବା ସେଟା ନୁହଁ। ତାହେଲେ କଣ? ନା ଗ୍ରୋଇଂ କ୍ରପ୍ସ ଆଣ୍ଡ ରିୟରିଂ ଏନିମାଲସ ଟୁଗେଦର। ଯେମିତି କଣ କଲେ ନା ଯୋଉ ପଶୁପାଳନ ଆଉ କୃଷି ଏଇଟା ଯେତେ ସାଙ୍ଗରେ କରାଯାଉଛି ସେଟାକୁ ହିଁ କୁହନ୍ତି ମିକ୍ସ ଫାର୍ମିଂ। ନେକ୍ସଟ କ୍ୱେଶ୍ଚନ ଦେଖିବା, which factor mainly affect the types of crops grown in a region। ତାହେଲେ ଯୋଉ ଗୋଟେ ଅଞ୍ଚଳରେ ଯୋଉ ହଉଛି କଣ ନା ଚାଷ କରାଯାଉଛି, ଦେଖୁଛି ୟାଙ୍କ ଭିତରୁ କୋଉ ଫ୍ୟାକ୍ଟର ଟା ମେନଲି ଇଫେକ୍ଟ କରିଥାଏ? ଅପସନ ଅଛି ପପୁଲେସନ, କ୍ଲାଇମେଟ ଆଣ୍ଡ ସଏଲ, ଇଣ୍ଡଷ୍ଟ୍ରିଜ ଆଣ୍ଡ ଟ୍ରାନ୍ସପୋର୍ଟ। କୋଉଟା ହବ? ନା ପପୁଲେସନ ତ କିଛି ଏତେଟା ବି ସେ ଆଫେକ୍ଟ କରିନଥାଏ। ତାପରେ ଇଣ୍ଡଷ୍ଟ୍ରିଜ ବି ନୁହଁ, ଟ୍ରାନ୍ସପୋର୍ଟ ବି ନୁହଁ। ନାଇଁ କ୍ଲାଇମେଟ ଆଉ ସଏଲ, ଯୋଉ ମାଟିରେ ଯୋଉଟା ହବା କଥା, ଯେମିତି ବ୍ଲାକ୍ ସଏଲ ଦରକାର, କଟନ ପାଇଁ ବ୍ଲାକ୍ ସଏଲ ଦରକାର, ଆଉ ହଉଛି ଧାନ ପାଇଁ ଆଲୁଭିଆଲ ସଏଲ ଦରକାର। ସେମିତି କଣ ନା କ୍ଲାଇମେଟ କେମିତି ତାର ଜଳବାୟୁଟା ଅଛି ଆଉ ତାର ମାଟି କେମିତି ଅଛି ତା ଉପରେ କଣ କରିଥାଏ ନା ଯୋଉ କ୍ରପ ର ଗ୍ରୋନଟା ହିଁ ଡିପେଣ୍ଡ କରିଥାଏ। ଆଉ ଯଦି କ୍ଲାଇମେଟ ଆଉ ସଏଲ ଠିକ ଠାକ ରହିବ ତାହେଲେ ଚାଷଟା ଭଲ ହବ। ଆଉ ଯଦି ସଏଲ କି କ୍ଲାଇମେଟ ଠିକ ଠାକ ହବନି, କି ଧାନ ଚାଷ ପାଇଁ ଅଧିକ ପରିମାଣରେ ଜଳ ଦରକାର ଆଉ ବର୍ଷା ହେବନି, ତାହେଲେ କଣ ହବ ନା ଧାନ ଚାଷ ସେଠି ହେଇପାରିବନି। ତ ସେଥିପାଇଁ କୋଉଟା ବେଶୀ ଆଫେକ୍ଟ କରିଥାଏ? ଏଇ କ୍ଲାଇମେଟ ଆଉ ସଏଲ। ନେକ୍ସଟ କ୍ୱେଶ୍ଚନ ଦେଖିବା, which of the following crop needs high temperature and heavy rainfall। କୋଉଟା ମାନେ ଅଧିକ ପରିମାଣରେ ବର୍ଷା କୋଉ ଏକ ଭିତରୁ କୋଉ ଚାଷଟା ମାନେ ଆବଶ୍ୟକତା କରିଥାଏ? ଅପସନ ଅଛି ହ୍ୱିଟ, ରାଇସ୍, ମେଜ୍ ନା କଟନ। ଏର ଠିକ ଉତ୍ତର କୋଉଟା ହବ? ନା ଏଇ ଯେତେବେଳେ ରାଇସ୍ ଚାଷ କରାଯାଏ ସେ କଣ କରେ ନା ଅଧିକ ପରିମାଣରେ କଣ କରିଥାଏ ନା ଜଳ ଆଉ ଟେମ୍ପରେଚର ସେ ଆବଶ୍ୟକତା କରିଥାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, Wheat requires which type of soil। ଯୋଉ ଗହମ ଚାଷ କରାଯାଏ ସେ କୋଉ ଟାଇପ ର ସଏଲ କୁ ସେ ଆବଶ୍ୟକତା କରିଥାଏ? ବ୍ଲାକ୍ ସଏଲ, ସାଣ୍ଡି ସଏଲ, ଆଲୁଭିଆଲ ସଏଲ ନା ରେଡ ସଏଲ। ଆମେ ଏଇ କିଛି ସମୟ ପୂର୍ବରୁ ପଢିଲେ ନା ବ୍ଲାକ୍ ସଏଲ ରେ କୋଉଟା ହେଇଥାଏ? କଟନ ଚାଷ ଟା ଭଲ ହେଇଥାଏ। ସେ ପଚାରୁଛି ହ୍ୱିଟ ମାନେ ଗହମ ଚାଷ କରିବା ପାଇଁ କୋଉ ସଏଲ ଟା ବେଶୀ ଆବଶ୍ୟକତା ହେଇଥାଏ? ଏର ଅପସନ ଆନ୍ସର କୋଉଟା ହବ? ନା ଆଲୁଭିଆଲ ସଏଲ ହିଁ କଣ ଦରକାର ନା ଏଇ ହ୍ୱିଟ ଚାଷ ପାଇଁ ଆଲୁଭିଆଲ ସଏଲ ଟା ବେଶୀ ମାତ୍ରାରେ ଦରକାର। ନେକ୍ସଟ କ୍ୱେଶ୍ଚନ ଦେଖିବା, which of the following countries is famous for dairy farming। ଏଙ୍କ ଭିତରୁ ଯୋଉ ଅଛି, ଏଙ୍କ ଭିତରୁ କୋଉ କଣ୍ଟ୍ରିଟା ଯୋଉ ଆମର ଡେରି ଫାର୍ମିଂ ପାଇଁ ପ୍ରସିଦ୍ଧ? ଅପସନ ଅଛି ଇଣ୍ଡିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ନା ବ୍ରାଜିଲ। ଠିକ ଉତ୍ତର କୋଉଟା ହବ? ନା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ରେ ଅଧିକ ପରିମାଣରେ କଣ ହେଇଥାଏ ନା ଡେରି ଫାର୍ମିଂ କରାଯାଇଥାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, which of the following is a ରବି crop। ଆମର ଦୁଇ ପ୍ରକାର କ୍ରପ ଅଛି, ଫସଲ ଅଛି କଣ? ଗୋଟେ ଖରିଫ ଫସଲ ଆଉ ଗୋଟେ ରବି ଫସଲ। ଖରିଫ ଫସଲ କୋଉଟା? ଯୋଉଟା ବର୍ଷା ଦିନରେ ଯୋଉଟା ଚାଷ କରାଯାଏ, ଆଉ ଖରା ଦିନରେ ଯୋଉ ଚାଷଟା କରାଯାଏ ସେଟା କୁହନ୍ତି ରବି ଫସଲ। ସେ ପଚାରୁଛି କି ଏଙ୍କ ଭିତରୁ କୋଉଟା ଗୋଟେ ରବି କ୍ରପ ବୋଲି ପଚାରୁଛି। ଅପସନ ଅଛି ରାଇସ୍, ହ୍ୱିଟ, କଟନ ନା ଜୁଟ। ଏଙ୍କ ଭିତରୁ ଆନ୍ସର କୋଉଟା ଠିକ ହବ? ନାଇଁ ରବି କ୍ରପ ରେ ଯାଉଛି
হুইট এই ଗହମକୁ ହିଁ ରବି କ୍ରପ ବା ରବି ଚାଷ ବୋଲି କୁହାଯାଏ। ଏଟାକୁ ଖରା ଟିକେ ଇଏ କଣ କରେ, ବେଶୀ ପରିମାଣରେ ଜଳ ଆବଶ୍ୟକତା କରେନି, ତ ସେଥିପାଇଁ ୟାକୁ ରବି କ୍ରପ ବୋଲି କୁହାଯାଏ। ଖରା ଋତୁରେ ୟାକୁ ଚାଷ କରାଯାଏ। ଆଉ ଯୋଉ ରହିଲେ ରାଇସ୍, କଟନ, ଜୁଟ, ଇଏ ସବୁ ଅଧିକ ପରିମାଣରେ ଜଳ ଆବଶ୍ୟକତା କରିଥାନ୍ତି, ସେଥିପାଇଁ ଏ ସବୁ ବର୍ଷା ଋତୁରେ ବା ଖରିଫ ଫସଲରେ ଯାଆନ୍ତି। ଆଉ ରବି କ୍ରପ ରେ କିଏ କିଏ ଯାଆନ୍ତି ନା, ରବି କ୍ରପ ରେ ଯିବେ ହ୍ୱିଟ, ବାର୍ଲି, ଓଟ୍ସ, ମଷ୍ଟାର୍ଡ, ପିଜ୍, ଇଏ ସବୁ ଗୁଡା ଯାଉଛନ୍ତି ନା ଏଇ ରବି କ୍ରପ ରେ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଟେରେସ୍ ଫାର୍ମିଂ ଇଜ ପ୍ରାକ୍ଟାଇଜ୍ଡ ମେନଲି ଇନ୍, ଏ ଯୋଉ ପାହାଚ ପାହାଚ ହେଇକି ଯୋଉ ଚାଷ କରାଯାଏ ବା ଟେରେସ୍ ଫାର୍ମିଂ ଟା କୋଉ ଏରିଆରେ କରାଯାଏ ବେଶୀ? ଅପସନ ଅଛି ପ୍ଲେନ୍ସ, ପ୍ଲେଟୋ, ତାପରେ କୋଷ୍ଟାଲ ରିଜନ ନା ହିଲି ଏରିଆଜ। ଏଇ ଟେରେସ୍ ଫାର୍ମିଂ ଟା ଏଇ ହିଲି ବା ପାହାଡ ଅଞ୍ଚଳରେ ଯୋଉ ଆମର ସଏଲ ଇରୋଜନ ଆଉ ମୃତ୍ତିକା କ୍ଷୟ, ଜଳ କ୍ଷୟକୁ ଏମିତି ରକ୍ଷା କରିବା ପାଇଁ ଏଇ ହିଲି ଏରିଆରେ ଟେରେସ୍ ଫାର୍ମିଂ ବୋଲି କୁହାଯାଏ। ପାହାଚ ପାହାଚ ଚାଷ ସବୁ କରାଯାଏ କୋଉଠି? ଏଇ ହିଲି ଏରିଆରେ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଦେଇଛି କଣ, देखिए व्हाट इज द मेन ऑब्जेक्टिव ऑफ सस्टेनेबल एग्रीकल्चर। ये सस्टेनेबल एग्रीकल्चर कहले कौन बुझ। ऑप्शन देछि कौन, ऑप्शन देछि टू इंक्रीज प्रॉफिट ओनली, केवल आमे प्रॉफिट देखिबा, प्रॉफिट देखि आमे करबा सेटा नुह। तो तापर जे टू एक्सपांड अर्बन एरियाज, टू रिड्यूस बायोडायवर्सिटी। एटा कोडा ठीक उत्तर हबो ना, टू यूज रिसोर्सेस वाइजली एंड प्रोटेक्ट द एनवायरनमेंट। आमे रिसोर्सेस को पूरा भाभी चिंती ताको आमे व्यवहार करिबा आ आम एनवायरनमेंट को प्रोटेक्ट करबा को ही कहती सस्टेनेबल एग्रीकल्चर। नेक्स्ट क्वेश्चन देखिबा, व्हाट इज ए ह्यूमन रिसोर्सेस। यांक भितर ह्यूमन रिसोर्सेस कहले कौन बुझ। नेचुरल ऑब्जेक्ट, ए मैन मेड मटेरियल, people who use their skill and knowledge to produce goods and services, the machines used in factories। ठीक उत्तर कोटा हबो नहीं, people use their skill and knowledge to produce good and services, ସେଟାକୁ ହିଁ କୁହନ୍ତି human resources। ତାପରେ କ୍ୱେଶ୍ଚନ କଣ ଅଛି ଦେଖିବା, ଦେଇଛି ହ୍ୱାଟ ଡଜ ପପୁଲେସନ ଡେନ୍ସିଟି ମିନ୍ସ। ଏଇ ପପୁଲେସନ ଡେନ୍ସିଟି କହିଲେ କଣ ବୁଝ, କଣ ବୁଝ। ଦେଇଛି ନମ୍ବର ଅଫ ପିପୁଲ ଲିଭିଂ ଇନ ଏ କଣ୍ଟ୍ରି, ଗୋଟେ କଣ୍ଟ୍ରିରେ ଯେତିକି ମାନେ ବସବାସ କରନ୍ତି କଣ ତାଙ୍କୁ ହିଁ ପପୁଲେସନ ଡେନ୍ସିଟି କୁହାଯାଏ, ଜମା ନୁହଁ। ଦେଇଛି ନମ୍ବର ଅଫ ପିପୁଲ ଲିଭିଂ ପର ସ୍କୋୟାର କିଲୋମିଟର, ନା ନମ୍ବର ଅଫ ହାଉସ ଇନ ଏ ଭିଲେଜ, ନା ନମ୍ବର ଅଫ ଚିଲଡ୍ରେନ ଇନ ଏ ସ୍କୁଲ। ଠିକ ଉତ୍ତର କୋଉଟା ହବ, ନାଇଁ ନମ୍ବର ଅଫ ପିପୁଲ ଲିଭିଂ ପର ସ୍କୋୟାର କିଲୋମିଟର। ଗୋଟେ ସ୍କୋୟାର କିଲୋମିଟର ଭିତରେ ଯେତିକି ଲୋକ ବସବାସ କରନ୍ତି ସେଇଟାକୁ ହିଁ କୁହନ୍ତି ପପୁଲେସନ ଡେନ୍ସିଟି। ତାହେଲେ ବୁଝିହେଲା ପପୁଲେସନ ଡେନ୍ସିଟି କଣ ନା, ଗୋଟେ ସ୍କୋୟାର କିଲୋମିଟର ତ ଏତିକି ରହୁଛି, ଏତିକି ଏରିଆ ଭିତରେ ଯେତିକି ଲୋକ ବାସ କରନ୍ତି ଏଇଟାକୁ ହିଁ କୁହନ୍ତି କଣ ନା, ପପୁଲେସନ ଡେନ୍ସିଟି। ନେକ୍ସଟ କ୍ୱେଶ୍ଚନ ଦେଖିବା, which country has the lowest population density। ଏଙ୍କ ଭିତରୁ କୋଉ ଆମର କଣ୍ଟିନେଣ୍ଟ ରେ ବା କୋଉ ମହାଦେଶରେ ସବୁଠାରୁ କମ ଲୋକ ବସବାସ କରୁଛନ୍ତି। ଏଇ ଅପସନ କୁ ନେଇକି ଯଦି ଦେଖିବା ତାହେଲେ ଏଟା କୋଉଟା ହବ, ନାଇଁ ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆରେ ହିଁ କମ ଲୋକ ସବୁ ବସବାସ କରନ୍ତି। ଆଉ ଏମିତି ଗୋଟେ କଣ୍ଟିନେଣ୍ଟ ଅଛି ଯୋଉଟାରେ କୌଣସି ଲୋକ ବାସ କରନ୍ତିନି, କେବଳ ରିସର୍ଚ୍ଚ ଷ୍ଟେସନ କା ଅଛି, ସେ ହଉଛି ଆଣ୍ଟାର୍କଟିକା। ଆଉ ଯଦି ଆମେ ଦେଖିବା ଏଙ୍କ ଭିତରୁ କିଏ, ନାଇଁ ଅଷ୍ଟ୍ରେଲିଆରେ ହିଁ ସବୁଠୁ କମ ଲୋକ ବସବାସ କରନ୍ତି, ଆଉ ଏରେ ହିଁ ପପୁଲେସନ ଡେନ୍ସିଟି ହିଁ ବହୁତ କମ। ଆଉ ସବୁଠୁ ହାଇଏଷ୍ଟ କୋଉଟା, ଯଦି ଅଷ୍ଟ୍ରେଲିଆ ହଉଛି ସବୁଠୁ କମ ତାହେଲେ ହାଇଏଷ୍ଟ ସବୁଠୁ କିଏ, ନା ଏସିଆ ହଉଛି ସବୁଠୁ ହାଇଏଷ୍ଟ ଆଉ ଲୋଏଷ୍ଟ ହଉଛି ଅଷ୍ଟ୍ରେଲିଆ। ଆଉ ଯଦି ଆମେ କଣ୍ଟ୍ରି ୱାଇଜ ଦେଖିବା କୋଉ କଣ୍ଟ୍ରିରେ ଅଧିକ ସବୁଠୁ ବେଶୀ ପପୁଲେସନ ଯଦି ଦେଖିବା କୋଉ କଣ୍ଟ୍ରିରେ, ନା ଇଣ୍ଡିଆ ହଉଛି ସବୁଠୁ ଅଧିକ ପପୁଲେସନ ଅଧିକ କୋଉଠି ଇଣ୍ଡିଆରେ, ଆଉ ସେକେଣ୍ଡ ରହୁଛି ଚାଇନା। ନେକ୍ସଟ କ୍ୱେଶ୍ଚନ ଦେଖିବା, ହ୍ୱାଟ ଇଜ ମାଇଗ୍ରେସନ। ମାଇଗ୍ରେସନ କହିଲେ କଣ ବୁଝ, ମୁଭିଂ ଫ୍ରମ ୱାନ ପ୍ଲେସ ଟୁ ଆନାଦର ପ୍ଲେସ ଟୁ ଲିଭ୍ ଅର ୱାର୍କ, ଇନକ୍ରିଜ ଇନ ବାର୍ଥ ରେଟ୍, ଡିକ୍ରିଜ ଇନ ଡେଥ ରେଟ୍, ନା ଅର୍ବାନ ଗ୍ରୋଥ। ୟା ଠିକ ଉତ୍ତର କୋଉଟା ହବ, ନା ମୁଭିଂ ଫ୍ରମ ୱାନ ପ୍ଲେସ ଟୁ ଆନାଦର ପ୍ଲେସ ଟୁ ଲିଭ୍ ଅର ୱାର୍କ। ତମେ କାମ କରିବା ପାଇଁ ହଉ କିମ୍ବା ରହିବା ପାଇଁ ହଉ, ଗୋଟେ ଜାଗାରୁ ଏଇଠି ରହିଛନ୍ତି ଇଏରୁ ଆଉ ଗୋଟେ ଜାଗାକୁ ଯୋଉ ସିଫ୍ଟ ହେଇଯାଅ ବା ଲିଭ୍ ହେଇଯାଅ, ସେଟାକୁ ହିଁ କଣ କୁହନ୍ତି ନା ମାଇଗ୍ରେସନ ବୋଲି ହିଁ କହିଥାନ୍ତି। ତାପରେ ନେକ୍ସଟ କ୍ୱେଶ୍ଚନ ଦେଖିବା, when people move from village to cities is called। ଯେତେବେଳେ ଲୋକମାନେ ଭିଲେଜ ରୁ ସିଟିକୁ ଯେତେବେଳେ ମୁଭ୍ କରିଥାନ୍ତି ତାକୁ କଣ ବୋଲି କୁହାଯାଏ। ଦେଇଛି ଅର୍ବାନ ଟୁ ରୁରାଲ ମାଇଗ୍ରେସନ, ରୁରାଲ ଟୁ ଅର୍ବାନ ମାଇଗ୍ରେସନ, ଇଣ୍ଟରଷ୍ଟେଟ ମାଇଗ୍ରେସନ, ନା ସିଜନାଲ ମାଇଗ୍ରେସନ। ତାହେଲେ ସେ କଣ କହିଛି ନା ଭିଲେଜ ଟୁ ସିଟି
ମାନେ କଣ rural area ରୁ urban area କୁ ଯାଉଛନ୍ତି ତାହେଲେ ସେଟା କଣ କୁହାଯିବ ନା rural to urban migration। ସେ କଣ ହେଇଛନ୍ତି ନା ଗାଁ ସବୁ ଛାଡିକି ସବୁ ସହର ଆଡକୁ ଯାଉଛନ୍ତି ସେଟାକୁ କଣ କୁହନ୍ତି ନା rural to urban migration। ନେକ୍ସଟ କ୍ୱେଶ୍ଚନ ଦେଖିବା which of these countries has a highest population density। ୟାଙ୍କ ଭିତରୁ ସବୁଠାରୁ ଅଧିକ ପପୁଲେସନ କୋଉଠି ଅଛି? ଅପସନ ଅଛି କାନାଡା, ଇଣ୍ଡିଆ, ଅଷ୍ଟ୍ରେଲିଆ ନା ରଷିଆ। କୋଉଠି ନା ଇଣ୍ଡିଆରେ ହିଁ ସବୁଠୁ ଅଧିକ ପପୁଲେସନ ଡେନ୍ସିଟି। ଇଣ୍ଡିଆରେ ହିଁ ସବୁଠାରୁ ଅଧିକ ଲୋକ ସଂଖ୍ୟା ଆଉ ଏଠି ହିଁ ଅଧିକ ପପୁଲେସନ ଡେନ୍ସିଟି କୋଉଠି ଇଣ୍ଡିଆରେ। ସେକେଣ୍ଡରେ କିଏ ଅଛି? ଚାଇନା। ନେକ୍ସଟ କ୍ୱେଶ୍ଚନ ଦେଖିବା which area have dense population। ଦେଇଛି କଣ କୋଉ ଏରିଆରେ ବହୁତ କମ ପପୁଲେସନ ଦେଖା ଯାଇଥାଏ। ଦେଇଛି ଡେଜର୍ଟ ଏରିଆରେ, ମାଉଣ୍ଟେନ ରିଜନ ରେ, ରିଭର ଭ୍ୟାଲିଜ ଏଣ୍ଡ ପ୍ଲେନ୍ସ ରେ ନା କୋଲ୍ଡ ରିଜନ ରେ। ଡେନ୍ସ ମାନେ କଣ ଅଧିକ ପରିମାଣରେ ପପୁଲେସନ କୋଉଠି ଦେଖାଯାଏ? ଡେଜର୍ଟ ଏରିଆରେ ଏତେ ମଧ୍ୟ ଲୋକ ରହିନଥାନ୍ତି ତ ସେଥିପାଇଁ କଣଟି କମ ରହିଥିବ। ତାପରେ ମାଉଣ୍ଟେନ ରିଜନ ମାନଙ୍କରେ ବି ବେଶୀ ଲୋକ ରହିଥାନ୍ତିନି। ତାପରେ କୋଲ୍ଡ ରିଜନ ମାନଙ୍କରେ ବି ବେଶୀ ଲୋକ ରହିନଥାନ୍ତି। ବେଶୀ ଲୋକ କୋଉଠି? ଏଇ ପ୍ଲେନ୍ସ ରେ, ସମତଳ ଭୂମିରେ, ରିଭର ଯୋଉ ଆମର ନଦୀ କୂଳ ବା ସମତଳ ଭୂମିରେ ହିଁ ଅଧିକ ମାତ୍ରାରେ ଲୋକ ରହିଥାନ୍ତି। ଡେନ୍ସ ପପୁଲେସନ କୋଉଠି ଦେଖାଯିବ? ରିଭର ଆଉ ଭ୍ୟାଲିଜ ଏରିଆରେ। ନେକ୍ସଟ କ୍ୱେଶ୍ଚନ ଦେଖିବା ହ୍ୱାଟ ଇଜ ଦ ଲିଟରେସି ରେଟ୍। ଲିଟରେସି ରେଟ୍ କହିଲେ କଣ ବୁଝାଯାଏ? ଦେଇଛି କଣ ନା ଦ ପରସେଣ୍ଟେଜ ଅଫ ଏଜୁକେଟେଡ ପିପୁଲ ଇନ ଏ କଣ୍ଟ୍ରି, the number of children in a school, the number of people who can read book ନା the number of teacher in a region। ତାହେଲେ କଣ ହବ? ଠିକ ଉତ୍ତର ହବ the percentage of educated people in a country। ଗୋଟେ କଣ୍ଟ୍ରିର ବା ଗୋଟେ ଦେଶର କେତେ ପରସେଣ୍ଟେଜ ଅଛନ୍ତି ଏଜୁକେଟେଡ ପିପୁଲ ଅଛନ୍ତି ସେଇଟାକୁ ହିଁ କଣ କୁହାଯାଏ? ତାର ଲିଟରେସି ରେଟ୍। ନେକ୍ସଟ କ୍ୱେଶ୍ଚନ ଦେଖିବା ଦେଇଛି why are human resources considered valuable। କାହିଁକି ହ୍ୟୁମାନ ରିସୋର୍ସେସ କୁ ଗୋଟେ ଭ୍ୟାଲୁଏବଲ ମାନେ ଗୋଟେ ମୂଲ୍ୟବାନ ରିସୋର୍ସେସ ବୋଲି କନସିଡର କରାଯାଏ? they can use other resources properly, they produced new resources, they make development possible ନା all the above। ଏହା ଠିକ ଉତ୍ତର କୋଉଟା ହବ? ନାଇଁ all the above। ସେ କଣ କରିଥାଏ ନା ମଣିଷ ସବୁ ରିସୋର୍ସେସ କୁ ପ୍ରପରଲି ୟୁଜ କରିଥାଏ ତାର ବୁଦ୍ଧି ଘଟାଇକି। ଆଉ ସେ କଣ ନା ନୂଆ ନୂଆ ରିସୋର୍ସେସ ମଧ୍ୟ ସେ ତିଆରି କରିଥାଏ। ଯେମିତି କଣ ପେଟ୍ରୋଲିୟମ ରୁ ସେ ପେଟ୍ରୋଲ କଲା, ଆଉ ଡିଜେଲ କଲା, କିରୋସିନ କଲା, ସେମିତି ଯାହା ସବୁ ବାହାରୁଛି ସେ ନୂଆ ନୂଆ ଜିନିଷ ତାଠାରୁ ତିଆରି କରୁଛି। ଆଉ କଣ କରୁଛି ନା ଟୁ ମେକ୍ ଡେଭଲପମେଣ୍ଟ ପସିବୁଲ, ଆଉ ସେ ତା ଡେଭଲପମେଣ୍ଟ ମଧ୍ୟ ସେ ମଧ୍ୟ କରୁଛି। ତେଣୁ ସେଥିପାଇଁ ହ୍ୟୁମାନ ରିସୋର୍ସେସ କୁ ଭାରି ଭ୍ୟାଲୁଏବଲ ରିସୋର୍ସେସ ବୋଲି କୁହାଯାଏ। ନେକ୍ସଟ କଣ ଅଛି? ତ ଆଜି ଥିଲା ଏତିକି କ୍ୱେଶ୍ଚେନ। ୟା ପରେ ଆମେ ପୁଣି ଆଣିବା, ୟା ପରେ ହିଷ୍ଟ୍ରିର ରିଭିଜନ ଷ୍ଟାର୍ଟ କରିଦବା। ଅଲରେଡି ଆମେ ହିଷ୍ଟ୍ରିର ସିଲାବସ ଥରେ କଭର କରିଦେଇଛନ୍ତି। ଯଦି ଦେଖିନାହାନ୍ତି ଯାଇକି ଦେଖିନେବେ। ମ୍ୟାଥ କ୍ୱେଶ୍ଚନ ବି କିଛି କରିଛନ୍ତି। ୟା ପରେ ଆମେ ରିଜନିଂ କ୍ୱେଶ୍ଚନ ଆଣିବା। ତ ଥ୍ୟାଙ୍କ ୟୁ, ଲାଇକ୍ ଆଣ୍ଡ ସବସ୍କ୍ରାଇବ।